କାର୍ଯ୍ୟାଳୟରେ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ସଦର ଆର୍ଆଇକୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଢେଙ୍କାନାଳ ସଦର ଆର୍ଆଇ ବରୁଣ ଜେନା ଓ କାର୍ଯ୍ୟାଳୟରେ ନିଜକୁ ପିଅନର ପରିଚୟ ଦେଇ କାର୍ଯ୍ୟ କରୁଥିବା ବଳରାମ ସାହୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜମିର କିସମ ପରିବର୍ତ୍ତନ ପାଇଁ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନା ମୁତାବକ ଟାଉନ ଥାନା ମହିଷାପାଟର ମହେଶ୍ୱର ସାମଲଙ୍କର 8 ଡେସିମିଲ ଚାଷ ଜମିକୁ ଘର ବାରି କରିଦେବା ପାଇଁ 30,000 ଟଙ୍କା ଲାଞ୍ଚ ମାଗିଥିଲେ। ଆଜି କାର୍ଯ୍ୟାଳୟଠାରେ 30,000 ଟଙ୍କା ଆର୍ଆଇ ନେଇ ବଳରାମକୁ ଦେଇଥିଲେ। ବଳରାମ ଟଙ୍କା ନେଇ ଚାଲିଯିବାକୁ ଚେଷ୍ଟା କରୁଥିବା ସମୟରେ କଟକ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। 2 ଜଣଙ୍କୁ ଗିରଫ କରି ଢେଙ୍କାନାଳ ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ଆଣିଥିଲା ଏବଂ ଆଣି ପଚରାଉଚରା ଚଳାଇଛି। କଟକ ଏବଂ ଢେଙ୍କାନାଳର 3ଟି ଟିମ୍ ଦ୍ୱାରା ଚଢ଼ାଉ କରାଯାଇଥିଲା। ଢେଙ୍କାନାଳ କାର୍ଯ୍ୟାଳୟ ଏବଂ ଢେଙ୍କାନାଳ ସହରସ୍ଥିତ ହାଟ ରୋଡରେ ଥିବା ତାଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ।